करारविन्देन पदारविन्दं मुखारविन्दे विनिवेशयन्तं वटस्य पत्रस्य पुटे शयनं बालं मुकुन्दं मनसा स्मरामि। कार्तिक महात्म्य 10 अध्याय। नमः कमलाकान्ताय नमस्ते जलसायिने नमस्तेस्तु हृषिकेश गृहाणार्घ्यं नमोऽस्तुते। समां सम्पूज्य विधिवधे वाश्चति भक्तितः सम्प्रहस्य तदा वाक्यं जगाद्नृपसत्तमः। नारद मुनि अनुरागे कहन्ति पृथुराजागे शुण राजन ग्रंथ सार विष्णु को पाई जलंधर लक्ष्मी सहिते तारपुरे रहिले बांधव भावरे तेणु असुर महासुखी जगत सिरिपुरे रखी देवे खटन्ति भृत्य मते दिन बंचन्ति दुख चिते एमन्ते गला केते काल दिने क स्वर्गेश्वर पाल सकल देवतांकु राई आम्भंकु सन्निधे बसाई। वासव उवाच कहन्ति देव पुरंदर हे मुनि शुण दुख घर आम्भर प्रभु नारायण तांक विभूति देवगण से प्रभु आम्भ दुख देखी स्वदेहे वैकुंठ उपेखी लक्ष्मी को घेनी लक्ष्मी साई रहिले दैत्यपुरे जाई से महादैत्य जलंधर जगतनाथ तारपुर लक्ष्मी सहिते रखी पुरे सर्व संपद भोग करे से सर्व आत्मा वासुदेव आम्भंकु होइले अपूर्व तांक चरण सेवा बिनु किस कारण आम्भ तनु धिक आम्भर जस सिरी हरि भक्ति दूर करी कि प्रयोजन स्वर्ग स्थाने किंपा न गलु घोर बने तुमे तो जान महामुनि जे बण जन देह घेनी विष्णु भक्ति बिनु बंचे कोटि कुबेर धन संचे भुंजई कोटि लक्ष्मी सिरी से स्वर्ग नर्क भोग करी आम्भ विचित्र से हिमती असुर घरे लक्ष्मीपति बंदी होइले आम्भ पाई आम्भर आउ सुख नाही जे जलंधर सिंधु सूत आम्भंकु कलाहीन कृत्य प्रभुଙ୍କୁ ନେଇ ବନ୍ଦୀ କଲା ଏ କର୍ମ କାଳେ ହେ ନଥିଲା ପୂର୍ବେ ହିରଣ୍ୟ ହିରଣାକ୍ଷ ଦନୁ ଦାନବ ରକ୍ଷ ଭକ୍ଷ ମଧୁ କୈଟବ ମହାବୀର ଶୂନ୍ୟ ନିଶୂନ୍ୟ ଶଙ୍ଖାସୁର ମାଳି ସୁମାଳି ମାଲ୍ୟବନ୍ତ ବହୁତ କେଶ ବଜ୍ରଦନ୍ତ ବୈଲୋଚନ ବଳିବୀର କାଳକ ଅନ୍ଧକ ଅସୁର ତ୍ରିପୁର ନାରକ ସହିତେ ଏମନ୍ତ ଦୁଷ୍ଟ ଥିଲେ ଯେତେ ସୂଚି ନ ମୁଚି ଜମ୍ବୁ ଦୈତ୍ୟ କେହି ନ କଲେ ଏଡ଼େ କୃତ୍ୟ ଦେବଙ୍କୁ ଦୁଃଖ ଦେଉଥିଲେ ବିଷ୍ଣୁ ମାୟାରେ ନାଶ ଗଲେ ଏ ଦୈତ୍ୟ ନାମ ଜଳନ୍ଧର ବଳେ ଜିଣିଲା ତିନି ପୁର जे प्रभु दुष्ट दर्प हरे तांकु रखिला नेई घरे।
ଆଉ ତୁମ୍ଭଙ୍କୁ କିସ ଗତି, ଏକା ଅଛନ୍ତି ଉମାପତି। ତାହାଙ୍କୁ କଲେ ଆରାଧନ, ଦାନବ କରିବେ ଦଳନ। ଏକଥା ହୁଅଇ ଯେ ମନ୍ତେ, ଭମୁନି ଭିଆଅ ତୁରିତେ। ଏମନ୍ତ କହି ସୁନାସିର, ନମିଲା ମୁନିଙ୍କ ପୟର। ଶୁଣ ରାଜନ ଚୂଡ଼ାମଣି, ବାସବ ବାକ୍ୟ ଆମ୍ଭେ ଶୁଣି। ସର୍ବଦେବଙ୍କ ସିଉକାରେ, ଗଲୁ ଯେ ଜଳନ୍ଧରପୁରେ। ସିନ୍ଧୁ ନନ୍ଦନ ସଭା ତଳେ, ପ୍ରବେଶ ହେଲୁ ଶୁଭ ବେଳେ। ଆମ୍ଭଙ୍କୁ ଦେଖି ଦୈତ୍ୟ ରାଜା, ବିଶେଷ କଲା ପାଦ ପୂଜା। ସନ୍ନିଧେ ବସାଇ ଆସନେ, ପୁଛଇ କୋମଳ ବଚନେ। ଭମୁନି ବର କାହିଁ ଥିଲ, ମୋପୁରେ କି କାର୍ଯ୍ୟ ହିଲ। କାହିଁ ଦେଖିଛ କିସ ରୀତି, ମୋ ଆଗେ କହ ମହାଜତି। ମୁନି ବୋଇଲେ ଶୁଣ ରାଏ, ଯେ ସ୍ଥାନେ ଶଙ୍କର ବିଜଏ। ନାମ ତା କପିଳାସଗିରି, ସକଳ ଗୁଣ ମୁଖ ସିରି। କିଏ ବା ଦେବା ପଟାନ୍ତର, ଶତ ଯୋଜନ ଉଚ୍ଚ ଯାର। ଏହି ପ୍ରକାରେ ଦୀର୍ଘ ପ୍ରତି, ଧବଳ ବର୍ଣ୍ଣ ଦିବ୍ୟ ଜ୍ୟୋତି। ବିବିଧ ବର୍ଣ୍ଣ ତରୁବର, କଳ୍ପବୃକ୍ଷ ହିଁ ପଟାନ୍ତର। ଅମଳ ପୁଷ୍ପ ନିରନ୍ତରେ, ଅମୃତ ତୁଲ୍ୟ ଫଳ ଧରେ। ସୁନନ୍ଦା ନାମେ ବହେ ନଦୀ, ସ୍ନାନେ ଅଶେଷ ପାପ ଛେଦି। ପଶୁ ପତଙ୍ଗ ଆଦି ପକ୍ଷୀ, ସେବନେ ଦୁଃଖକୁ ଉପେକ୍ଷୀ। ସିଦ୍ଧ କିନ୍ନର ଯକ୍ଷ ଗଣେ, ଯହିଁ ବସନ୍ତି ଅନୁକ୍ଷଣେ। ସର୍ବେ ବସନ୍ତି ତୋଷ ମନେ, ଶିବ ଗୌରୀ ପରଶନେ। ହରଷ ଜାତ ଅନୁକ୍ଷଣେ, ସୁଖେ ବଞ୍ଚନ୍ତି ଶିବ ଗଣେ। ସର୍ବେ ବସନ୍ତି ତୋଷ ମନେ, ଶିବ ଗୌରୀ ପରଶନେ। ହରଷ ଜାତ ଅନୁକ୍ଷଣେ, ସୁଖେ ବଞ୍ଚନ୍ତି ଶିବ ଗଣେ। ଆମ୍ଭେ ସେବନେ ଦିନା କେତେ, ବଞ୍ଚିଲୁ ଶଙ୍କର ସଙ୍ଗତେ। ତହୁଁ ସ୍ୱର୍ଗକୁ ଯାଇଥିଲୁ, ଆଜତପୁରକୁ ଅଇଲୁ। ନାରଦ ବଦନୁ ଏ ବାଣୀ, ସାଗର ସୁତ କର୍ଣ୍ଣେ ଶୁଣି। ପୁଣି ପୁଛଇ ତୋଷ ମନେ, ଭମୁନି କହ ପରଶନେ। ତୁମ୍ଭଙ୍କୁ ପୁଛଇ ଏମନ୍ତ, ଈଶ୍ୱର ସମ୍ପଦ ଯାବତ। ମୋହ ସମ୍ପଦେ ସମ କଲେ, କେଥି ଶ୍ରେଷ୍ଠ ହେବ ଭଲେ। ସେ କଥା କହ ମହାରୁଷି, ଶୁଣି ବୋଇଲୁ ଆମ୍ଭେ ହସି। ହେ ନୃପ ପଚାରିଲୁ ଯାହା, ସ୍ୱରୂପ କହିବି ମୁଁ ତାହା। ଏ ତୋର ସମ୍ପଦକୁ ସରି, ଅତୁଲ୍ୟ ଚତୁର୍ଦ୍ଦଶ ପୁରୀ। ତୋର ନଗରେ ଯେତେ ଲୋକ, ଈଶ୍ୱର ସମ୍ପଦ ଅଧିକ। ଭୋଗ କରନ୍ତି ଏକେ ଏକେ, କିଏ ବା କହିବା ଅଧିକେ। ଯାବତ ରତ୍ନ ଏଥେ ଅଛି, ଏକଥା ବିହି ଲେଖିଅଛି। ଯୁବତୀ ରତ୍ନ ଯାହା ବୋଲି, ତାହା ତ ପୁରେ ନ ଦେଖିଲି। ଯେଉଁ ଯୁବତୀ ଶିବପୁରେ, ସେ ତ ପୂର୍ବ ତୋର ଘରେ। ତେଣୁ ଏ ଯାବତ ସମ୍ପଦ, ତିନି ଭୁବନେ ରାଜପଦ। ରଥ ତୁରଙ୍ଗ ଗଜବଳ, ରତ୍ନ କାଞ୍ଚନ ଜନକୂଳ। ବିବିଧ ଭୋଗ ଆଦି କରି, ସର୍ବକୁଶଳ ନାହିଁ ସ୍ଥିରି। ଏଣୁ ଏ ନଦୀ ସଇ ଶୋଭା, କେଶ ବିହୀନେ ଯେହ୍ନେ ଗଭା। ନେତ୍ର ବିହୀନେ ଅଳଙ୍କାର, ଯୁବତୀ ବିନେ ଯେହ୍ନେ ଘର। ଶୁଣ ରାଜନ ସିନ୍ଧୁ ବତ୍ସ, ଏଣୁ ସମ୍ପଦ ତୋର ତୁଚ୍ଛ। ଏମନ୍ତ ବାକ୍ୟ ଶୁଣି ରାଜା,
ମନେ ପାଇଲା ମହାଲଜ୍ଜା। ଅଳପ କ୍ରୋଧ ମନେ ଧରି ପୁଣି ପୁଛଇ ଦଣ୍ଡଧାରୀ। ଭୋମୁନି କହ ମୋତେ ସତ, ଈଶ୍ୱର ଘରଣୀ କେମନ୍ତ। କେଡ଼େ ସୁନ୍ଦରୀ ନାମ କିସ, ବିଶେଷୀ କହ ବ୍ରହ୍ମ ଶିଷ୍ୟ। ମୋର ଘରଣୀ ବୃନ୍ଦାବତୀ, ଏଥୁ ଯେ କେଡ଼େ ରୂପବତୀ। ଆବର ଅପସରା ଗଣେ, ରୂପେ ସୁନ୍ଦରୀ ଜଣେ ଜଣେ। ରମ୍ଭା ମେନକା ତିଳୋତ୍ତମା, ଏହାଙ୍କୁ ନାହିଁ ଯେ ଉପମା। ଉର୍ବଶୀ ଚିତ୍ରରେଖା ମୂଳେ, ଦେଖିଲେ ମୁନି ମନ ଟଳେ। କିନ୍ନରୀ ବିଦ୍ୟାଧରୀ ଶୋଭା, ମୁଖ ବିକାଶେ ଚନ୍ଦ୍ରପ୍ରଭା। ଏମାନେ ଅଛନ୍ତି ମୋ ପୁରେ, ଦେଖିଅଛ ତ ମୁନିବରେ। ଆବର ଭଗିନୀ ମୋର ମା, ସର୍ବଲାବଣ୍ୟ ନିଧି ସୀମା। କୋଟିଏ ଗୁଣେ ସୁଲକ୍ଷଣୀ, ସର୍ବସ୍ତ୍ରୀଙ୍କ ଶିରୋମଣି। ଜଗନ୍ନାଥଙ୍କର ଘରଣୀ, ସେହି ମୋ ପୁରେ ଛନ୍ତି ପୁଣି। ନିତ୍ୟ ତାଙ୍କର ଦର୍ଶନେ, ଆସନ୍ତି ଦେବ ସ୍ତ୍ରୀମାନେ। ତାହାଙ୍କୁ ଦେଖୁଛନ୍ତି ଡୋଳେ, ତୁମ୍ଭେ କହିଲ ଶିବ ଆଳେ। ଏଥୁ ସୁନ୍ଦରୀ ସ୍ତ୍ରୀ ଅଛି, ଏ ସର୍ବତ ତୁଲେ ନଗଛି। ଏ ବଡ଼ ଲାଗିଲା ସନ୍ଦେହ, ମୋ ମୁନି ଏହି କଥା କହ। ଈଶ୍ୱରପୁରେ ଯେତେ ନାରୀ, ତା ରୂପ ନାମ ଆଦି କରି। ରାଜା ବଚନେ ମୁନିବର, ବୋଲନ୍ତି ଶୁଣ ଜଳନ୍ଧର। ଯେତେ କହିଲୁ ଅନୁସରି, ସ୍ତ୍ରୀମାନଙ୍କ ରୂପ ଧରି। ଏହାଙ୍କ ରୂପ ଏକ ଠୁଳେ, ତୁଲ୍ୟ ଯେ ନୁହେଁ ପାଦ ତଳେ। ଅଙ୍ଗୁଳି ଗୋଟିକକୁ ସରି, ଲକ୍ଷ ନହିବେ ଏତେ ସ୍ତ୍ରୀ। ଯେ ଦେବୀ ଈଶ୍ୱର କରଣୀ, ସେହି ହିମାଳୟର ତୁଲଣୀ। ପର୍ବତୁ ଉତ୍ତପତି ଯେଣୁ, ପାର୍ବତୀ ନାମ ତାର ତେଣୁ। ଗୌର ଦେଖି ତାର କାନ୍ତି, କନକ ମନେ କଲା ଭ୍ରାନ୍ତି। ଅଗ୍ନିରେ ପଶି ନ ଝାସିଲା, ତାତୁଲେ ରୂପ ନ ଲଭିଲା। କିସ କହିବା ତାର ଗୁଣ, ହେ ରାଜା ଏକ ମନେ ଶୁଣ। ଈଶ୍ୱର କଳ୍ପେ ତପ କଲେ, ତେଣୁ ସେ କନ୍ୟାକୁ ପାଇଲେ। ବିଧାତା କନ୍ୟା ରୂପ ଦେଖି, ବିଚାର କଲା ଅଷ୍ଟ ଆଖି। ଏହା ସଦୃଶେ ଏକ ନାରୀ, ବିଷ୍ଣୁଙ୍କୁ ଦେବୀ ବିଭା କରି। ଏମନ୍ତେ ବିହି ଭାବି ମନେ, ରଚିଲା ପାର୍ବତୀ ବିଧାନେ। 7 ବରଷ ଏକ ଚିତ୍ତେ, ନିର୍ମାଣ କଲା ବହୁମତେ। ପାର୍ବତୀ ରୂପକୁ ଦେଖିଲା, କେବେ ସମନ ଗଛିଲା। ତେଣୁ ବିଧାତା ଲଜ୍ଜା ପାଇ, ସମୁଦ୍ରେ ପକାଇଲା ନେଇ। ସେ କନ୍ୟା ଲକ୍ଷ୍ମୀ ରୂପେ ଜାତ, କାଳେ ତା ଲଭିଲେ ଅଚ୍ୟୁତ। ସେ ଏବେ ତୋର ପୁରେ ଅଛି, ତାଙ୍କୁ କି ପାର୍ବତୀଙ୍କୁ ଗଛି। ଆବର ଯେତେକ ସୁନ୍ଦରୀ, ସେ କାହିଁ ପାର୍ବତୀ କିଶୋରୀ। ମାଣିକ୍ୟ ତୁଲେ ଯୌବିଦ, ଅମୃତ ତୁଲେ ଗୁଡ଼ ସ୍ୱାଦ। କନକ ସଙ୍ଗେ ପଟ ଫୁଲ, ଲକ୍ଷ୍ୟ କି କଲେ ହେବ ତୁଲ। କାମଧେନୁର ସଙ୍ଗେ ଗାଇ, ଯେତେ ଅନ୍ତର ଅବା ହୋଇ। ପାର୍ବତୀ ସଙ୍ଗେ ଅନ୍ୟ ସ୍ତ୍ରୀ, ଦେଖିଲେ ସେହି ଭାବେ ସରି। ଅଶେଷ ଲୋକ ପିତା ବିହି, ତା ରୂପ ଦେଖି ହୁଏ ମୋହି। ଆମ୍ଭେ ନିଷ୍କାମ ତପି ଜନ, ପାର୍ବତୀ ରୂପେ ହେଉଛନ। ବିଷ୍ଣୁ ଯେ ତାର ରୂପ ଚାହିଁ, ଈଶ୍ୱର ଅର୍ଦ୍ଧ ଅଙ୍ଗେ ରହି। ଲଭି ନ ପାରି ତାର ଲୀଳା, ଚିନ୍ତରେ ତନୁ ହେଲା କଳା। ଚନ୍ଦ୍ର ଆନନ ଦେଖି ଭାଳି, ରୁଦ୍ର ମୁକୁଟ ତଳେ ଗଳି।
ଲୁଚି ବସିଲା ମନ ଦୃଢ଼େ, ଭାବେ ଅଭାବେ ଛିଡ଼େ ବଢ଼େ। ତା ରୂପ ଦେଖି ଯୋଗୀ ଜନେ, କନ୍ଦର୍ପ ଭয়ে ଗଲେ ବନେ। ବେନି ନୟନ ବୁଜି ବସି, ଆତ୍ମାରେ ମନକୁ ନିବେଶି। ଶିବ ଯେ ତାର ରୂପ ଦେଖି, ଯତନେ କଲେ ତିନି ଆଖି। ପାଶରୁ ନ ଛାଡ଼ନ୍ତି କ୍ଷଣେ, ମନ ନିବେଶି ପ୍ରିୟା ଗୁଣେ। ସେ ପୁଣ ଯେମନ୍ତ ଯୁବତୀ, ଶିବ ତାହାଙ୍କୁ ନୁହେଁ ପତି। ସ୍ୱଭାବେ ରୁଦ୍ର ଯୋଗୀ ବେଶ, ମସ୍ତକ ଜଟା ଅଙ୍ଗେ ଭସ୍ମ। ଏମନ୍ତ ବେଶ ଶିବ ଧରି, ବିଳାସ କଲେ ଦିବ୍ୟ ନାରୀ। ଏମନ୍ତ ବିବେକ ବିହି, କାହିଁ ସଞ୍ଚିଲା ନେଇ କାହିଁ। ଏଡ଼େ ସମ୍ପଦ ଦେଇ ତୋରେ, ଯୁବତୀ ରତ୍ନ ନାହିଁ ଘରେ। ଏଣୁ ନ ଶୋଭେ ତର ପୁର, ଏମନ୍ତ କହି ମୁନିବର। କ୍ଷଣକେ ବ୍ରହ୍ମଲୋକ ଯାଇ, ଦୈତ୍ୟକୁ ଉଚ୍ଚାଟ କରାଇ। ନାରଦ ବାକ୍ୟ ଶୁଣି କର୍ଣ୍ଣେ, ସେ ଜଳନ୍ଧର ପାଞ୍ଚି ମନେ। ଗୌରୀ ରୂପେ ଅନୁସରି, କନ୍ଦର୍ପ ବାଣେ ତନୁ ଘାରି। ସକଳ ଚିନ୍ତା ଏଡ଼ି ଦୂରେ, ତନୁ ତାପିତ କାମ ଜୋରେ। ଏକାନ୍ତ ସ୍ଥାନେ ଜଳନ୍ଧର, ରାଇଲା ସିଂହିକା କୁମର। ତାକୁ ବୋଇଲା ଯାଅ ବେଗେ, ହର ଉଦ୍ୟାନ ବନ ଭାଗେ। ସେ ବନେ କପିଳାସ ଗିରି, ଭେଟିବୁ ଯାଇ ତ୍ରିପୁରାରି। ତାଙ୍କୁ କହିବୁ ମୋ ସନ୍ଦେଶ, ବୋଲିବୁ ରାଜା ସିନ୍ଧୁ ଶିଷ୍ୟ। ନାମ ତାହାର ଜଳନ୍ଧର, ସର୍ବଭୁବନେ ଏକା ବୀର। ବିଷ୍ଣୁ ସହିତେ ସର୍ବଦେବା, ତାହାକୁ କରୁଥାନ୍ତି ସେବା। ସେ ଯାହା ମାଗଇ ଯାହାକୁ, କେ ଅଛି ନ ଦିଅନ୍ତି ତାହାକୁ। ତୁମ୍ଭେ ଯେ ବନ ଘରେ ଥାଅ, ରାଜାଙ୍କୁ କିଛି ନ ଦିଅ। ଏକଥା ନୁହେଁ ଭଲ ପଣ, ଏବେ ନୃପତି ଆଜ୍ଞା ଶୁଣ। ତୁମ୍ଭ ଘରଣୀ হৈମବତୀ, ଯୁବତୀ ରତ୍ନ ରୂପ କାନ୍ତି। ରାଜାର ଯୋଗ୍ୟ ତାଙ୍କୁ ଦିଅ, ନିଶ୍ଚିନ୍ତେ ତପ କରୁଥାଅ। ସ୍ୱଭାବେ ଯତିଙ୍କୁ ଯୁବତୀ, ସଙ୍ଗତେ ଥିଲେ ହେ ବିପତି। ଏମନ୍ତ କହ ହର ଆଗେ, ଶିବାକୁ ଘେନି ଆସ ବେଗେ। ଏମନ୍ତ ନୃପତି ଆଦେଶେ, ରାହୁ ଚଳିଲା କପିଳାସେ। ମିଳିଲା ଯାଇ ଶିବପୁରେ, ନନ୍ଦୀ ଯେ ଥିଲା ସିଂହ ଦ୍ୱାରେ। ତାକୁ କହିଲା ଦୂତ ବେଗେ, ନନ୍ଦୀ ଜଣାଏ ରୁଦ୍ର ଆଗେ। ରାହୁକୁ ଘେନି ଗଲା ଆସି, ବିଜୟ କରିଛନ୍ତି କାଶୀ। ସୁବର୍ଣ୍ଣ ମଣ୍ଡପ ଉପରେ, ରତ୍ନ ବେଦିକା ବ୍ୟାଘ୍ରାମ୍ବରେ। ପାଟର ନେତ ତୁଳି ପାଡ଼ି, ସେବତୀ କୁସୁମ ପାଖୁଳି। କର୍ପୂର ଗୁଣ୍ଡ ତଳେ ବିଞ୍ଚି, ପନିର ନୀର ପାଶେ ସିଞ୍ଚି। ଉପରେ ଚନ୍ଦ୍ରା ତପଟାଣି, ସେପୁରେ ବିଜେ ଶୂଳ ପାଣି। ଯୋଗ ଆସନେ ସଦାନନ୍ଦ, ଘୂର୍ଣ୍ଣିତ ନେତ୍ର ଅରବିନ୍ଦ। ଶୁଦ୍ଧ ସ୍ଫଟିକ ତନୁ କାନ୍ତି, ବିବିଧ ମଣି ବିଚେ ବିରାଜନ୍ତି। ଜଟା ମୁକୁଟ ଶିରେ ଶୋଭା, ଲଲାଟେ ଅର୍ଦ୍ଧ ଇନ୍ଦୁ ପ୍ରଭା। କର୍ଣ୍ଣେ କୁଣ୍ଡଳ ବସୁମତୀ, ପାର୍ଶ୍ୱ ପାରୁଷେ ପଶୁପତି। ପାରୁଷେ ପାରିଷଦ ଗଣେ, ଖଟି ଅଛନ୍ତି ଜଣେ ଜଣେ। କୋଳେ ପାର୍ବତୀ ଛନ୍ତି ବସି, କ୍ଷୀର ସମୁଦ୍ରେ ଯେହ୍ନେ ଶଶୀ। ଏମନ୍ତ ଶିବ ଅବକାଶେ, ଅଛନ୍ତି ଶିବ ଗଣ ପାଶେ। ରାହୁ ଦର୍ଶନ କଲା ଯାଇ, ମଣ୍ଡପ ତଳେ ଉଭା ହୋଇ। ସମ୍ମୁଖେ ଯୋଡ଼ିବେନି କର, ବୋଇଲା ଶୁଣ ଦେବହର। ମୁଁ ଜଳନ୍ଧର ରାଜା ଦୂତ, ତୁମ ଛାମୁରେ ଉପଗତ।
ଯେଉଁ ନିମନ୍ତେ ଅଛି ଆସି ସେ କଥା ଶୁଣ ଦେବ କାଶୀ। ଯେ ରାଜା ନାମ ଜଳନ୍ଧର ସାଗର ସୁତ ମହାବୀର। ବିଧାତା ବଳେ ମହାବଳୀ ଯୁଧେ ଐରୀ କୂଳ ଦଳି। ବିଷ୍ଣୁ ସହିତେ ବେଜେତେ ରଖିଲା ଆପଣାୟତେ। ସବୁ ସମ୍ପଦ ଠୁଳ କଲା ଯୁବତୀ ରତ୍ନ ନ ପାଇଲା। ତେଣୁ ନୃପତି ମନେ ଚିନ୍ତା କି ଯୋଗେ ପାଇଲା ବାରତା। ତୁମ୍ଭର ପ୍ରିୟବତୀ ଯେହୁ ଯୁବତୀ କୂଳେ ରତ୍ନ ସେହୁ। ଗୌରୀ ହିମବନ୍ତ ଝିଅ ଜଳନ୍ଧରକୁ ତାକୁ ଦିଅ। ତୁମ୍ଭେ ସ୍ୱଭାବେ ତପଚାରୀ ତୁମ୍ଭଙ୍କୁ ଅଭୂଷଣ ନାରୀ। ସଂସାରେ ଯେତେ ଦ୍ରବ୍ୟ ସାର ରାଜାକୁ ଦିଅ ଉପହାର। ତୁମ୍ଭ ଯୁବତୀ ଗୋଟି ଦିଅ ନିଶ୍ଚିନ୍ତେ ସର୍ବଶୁଭେ ଥାଅ। ହେମନ୍ତ ରାହୁ ବାକ୍ୟ ଶୁଣି ଈଶ୍ୱର ସ୍ତମ୍ଭୀଭୂତ ପୁଣି। କୋପେ ନ ଦିଅନ୍ତି ଉତ୍ତର ପୁରୁଷେ ହେଲା ଅବତାର। ରୁଦ୍ର ଲଲାଟୁ ଅବତରି ଘୋର ନୃସିଂହ ରୂପ ଧରି। ଶୁକ୍ଳ ବର୍ଣ୍ଣ ତାର ତନୁ ଜ୍ୟୋତି ବିରାଜେ କୋଟି ଭାନୁ। ଚଞ୍ଚଳ ଜିହ୍ୱା ବିଦ୍ୟୁତ୍ କାନ୍ତି ଅସୀମ ନଖ ଦନ୍ତ ପନ୍ତି। ଉତ୍କଟ ଲୋମ ଦୀର୍ଘ ରଡ଼ି ପିଙ୍ଗଳ କେଶ ଊର୍ଦ୍ଧ୍ୱେ ବଢ଼ି। ନିଶ୍ୱାସ ବହେ ଖରତର ଚକ୍ର ଆକାରେ ବୁଲେ କର। ଜ୍ୱଳନ୍ତା ଅଗ୍ନି ପ୍ରାୟ ଆଖି ଅସୁର ଭୟ କଲା ଦେଖି। ଶରଣ ଶିବ ପାଦ ଗତେ ବୋଲଇ ରକ୍ଷା କର ମତେ। ମୁଁ ଦୂତ ବିଶେଷ ବ୍ରାହ୍ମଣ ମତେ ନାସିବ କି କାରଣ। ତୁମ୍ଭେ ଯେ ପରମ ଈଶ୍ୱର ସର୍ବମଙ୍ଗଳେ ଶୁଭ କର। ତୁମ୍ଭ ଦର୍ଶନେ ପାପୀ ଜନେ ନ ଯାନ୍ତି ଯମ ଦର୍ଶନେ। ଖଣ୍ଡନ୍ତି ଅଶେଷ ବିପତ୍ତି ଭୁଞ୍ଜନ୍ତି କୁବେର ସମ୍ପତ୍ତି। ଏମନ୍ତେ ମହିମା ତୁମ୍ଭର ଭ ପ୍ରଭୁ ମୋତେ ରକ୍ଷା କର। ଦର୍ଶନ ଫଳ ଆଜ୍ଞା ହେଉ ମୋର ଅପରାଧ କ୍ଷୟ ଯାଉ। ହେମନ୍ତ ରାହୁ ମୁଖ ସ୍ତୁତି ଶୁଣି ସନ୍ତୋଷ ଉମାପତି। ରାହୁକୁ ରଖିଲେ ଗୋସାଇଁ ଉଭୟ ହସ୍ତ ଶିରେ ଦେଇ। ତା ଦେଖି କୋପିତ ପୁରୁଷ ବୋଲଇ ଖାଇବି ମୁଁ କିସ। ହର ବୋଇଲେ ଭିକ୍ଷା ତୋତେ ଏ ରାହୁ ଆଶ୍ରେ କଲା ମତେ। ଶିବ ବଚନେ କ୍ରୋଧାଙ୍କୁର ଭଖିଲା ଆପଣା ଶରୀର। ଚରଣୁ ହୃଦ ଯାଏ ଗିଳି ଦେଖି ପ୍ରସନ୍ନ ହେଲେ ଶୂଳି। ବୋଇଲେ ଏହି ଦ୍ୱାର ରଖ ନାମ ତ ହେଉ କୀର୍ତ୍ତି ମୁଖ। ମୋର ନିବାସ ଆଗେ ଥାଅ ପ୍ରଥମେ ପୂଜା ବିଧି ପାଅ। ଏମନ୍ତେ ଦେଇ ତାକୁ ବର ରାହୁକୁ ଆଜ୍ଞା ଦେଲେ ହର। ବହନ ପଳାଏ ଭୁବନୁ ଶୁଣି କମ୍ପଇ ତାର ତନୁ। ବସିଲା ଲୌହମୟ ରଥେ ପଳାଇ ଗଲା ପଥେ ପଥେ। ଶିବ ରହିଲେ ନିଜ ବାସ ନମଇ ମହାଦେବ ଦାସ। इति श्री पद्मपुराणे उत्तराखंडे कार्तिक महात्म्ये राहु प्रवेशे कीर्तिमुख महिमा कथने नाम 10 अध्याय।